ଭାଇ ସତ କହିଲେ ତଳେ ବସିକି ଭାତ ଡାଲି ଆଳୁ ଭର୍ତ୍ତା ଯଦି ଗୁଣ୍ଡେ ଶାନ୍ତିରେ ଖାଇଦେଲେ ତାଠି ଶାନ୍ତି ଆଉ ଦୁନିଆରେ କିଛି ନାହିଁ। ଦୁନିଆର ସବୁଠୁ ଭଲ ଆଉ ଦାମୀ ଖାଇବା ହେଲା ଭାତ ଡାଲି ଆଳୁ ଭର୍ତ୍ତା। ସତ କଥା କହୁଛି ଭାଇ, ମୋତେ ଯଦି ରେଷ୍ଟୁରାଣ୍ଟ କି ହୋଟେଲର ମାନେ ଖାଇବା ଛାଡ଼ିକି ଭାତ ଡାଲି ଆଳୁ ଭର୍ତ୍ତା ଦେଲେ କିଏ, ମୁଁ ତାକୁ ଛାଡ଼ିକି ସେଇଟାକୁ ମୁଁ ଖୁସିରେ ଖାଇବି। ସତ ଭାଇ, ଆପଣମାନଙ୍କର କ'ଣ ମତ ମୁଁ ଜାଣିନି। ଆଉ ଭାତ ଡାଲି ଆଳୁ ଭର୍ତ୍ତା ହେଲା ଗୋଟେ ଏମିତି ଜିନିଷ, ଗୋଟେ ବଡ଼ ଲୋକ ବି ତାକୁ ଖୁସିରେ ଖାଏ, ଗୋଟେ ଗୋଟେ ଗରିବ ଲୋକ ବି ସିଏ ବି ମଧ୍ୟ ତାକୁ ଖୁସିରେ ଖାଏ। ଘରେ ଯଦି କିଛି ପରିବା ନାହିଁ, ଆରେ ଭାତ ଡାଲି ଆଳୁ ଭର୍ତ୍ତା କରିଦିଅ। ଆରେ ଘରେ ଯଦି ଆଜି ପଇସା ପତ୍ର ଟିକେ ସର୍ଟେଜ୍ ଅଛି, ମାଛ ମାଂସ ଆସିପାରିଲାନି, ଭାତ ଡାଲି ଆଳୁ ଭର୍ତ୍ତା କରିଦିଅ। ଯଦି ତେଲ ମସଲା ଖାଇ ଖାଇ ବହୁତ ବିରକ୍ତି ଲାଗିଲାଣି, ଆରେ କ'ଣ କରିବା ଯେ, କିଛି ନାହିଁ ଭାତ ଡାଲି ଆଳୁ ଭର୍ତ୍ତା ଟିକେ କରିଦେଉନ, ଶାନ୍ତିରେ ଖାଇଦେବ, ସରିଲା। ମାନେ ଏମିତି ଛୋଟବେଳେ ଯଦି ପରିବା ରୋଷେଇ ହେଇଥାଏ ଦେଖିଲେ ଆମେ ସିଧା ନାକ ଟେକି ଦେଉ, ଜିଦି ନା ମୁଁ ଖାଇବିନି। ଆଉ ଯଦି ଶୁଣିଦେବୁ ଆଳୁ ଭର୍ତ୍ତା ହେଇଛି, ସେଇଠି ସବୁ ସରିଗଲା, ଜାଣିକି କୋଟି ନିଧି ମିଳିଗଲା ଭାଇ। ଆଳୁ ଭର୍ତ୍ତା ଭାତ ଆଉ ଡାଲି ସହିତ ଆମର ଜାଣିକି ଇମୋସନ୍ ପୁରା ଯୋଡ଼ି ହେଇକି ଅଛି। ଆଳୁ ଭର୍ତ୍ତାକୁ ଭାଇ ଏମିତି ଚକୁଡ଼ିବାର ଅଛି ଯେ ଦେଖିଲା ବାଲା ପାଟିରୁ ଦିଠୋପା ଲାଳ ବୋହିଯିବ ଭାଇ। ଶୁଖିଲା ଲଙ୍କାକୁ ସୋରିଷ ତେଲରେ ଭାଜି, ଟିକେ ରସୁଣକୁ ସୋରିଷ ତେଲରେ ଭାଜି, ଲୁଣ ଆଉ ସେଇ ଗରମ ଗରମ ସୋରିଷ ତେଲରେ ପୁରା ଭଲସେ ପୁରା ପୁରା ରଗୁଡ଼ିବେ। ଓଃ, ଭାବନ୍ତୁ କ'ଣ ଲାଗିବ। ଓହୋ, ମୋର ତ ଭାଇ ଲାଳ ବୋହିଲାଣି, ସତ କଥା କହୁଛି ଭାଇ। ତାପରେ ପିଆଜକୁ ପକେଇକି ଭଲସେ ଚକୁଡ଼ିବେ ସେ ରସରେ, ପୁରା ଯେମିତି ପୁରା ମସ୍ତ ପାଗଟା ଗୋଟେ ହେବ। ଓଃ, ତାପରେ ତ ସିଝା ଆଳୁ ପକେଇକି ଚକୁଟିବେ ଭାଇ। ଆଉ ଓ ମଟନ୍ ଛାଡ଼ିକି ଭାଇ ଗ୍ୟାରେଣ୍ଟି ଦେଇ କହୁଛି ଆଳୁ ଭର୍ତ୍ତା ଖାଇବେ ଆପଣ, ସତ କଥା ଭାଇ। ଆଉ ତା ସହିତ ଟିକେ କାଠୁଆ କାଠୁଆ ହରଡ଼ ଡାଲି, କଞ୍ଚା ଲଙ୍କା ଆଉ ଟମାଟୋ ପଡ଼ିକି ବନା ହେଇଥିବ, ଆଉ ଟିକେ ଗରମ ଗରମ ଭାତ। ଓଃ, କ'ଣ ଲାଗିବ ଭାଇ, କେମିତି ଦେଖାଯାଉଛି ଦେଖନ୍ତୁ ଭାଇ। ମୁଁ ଭାବୁଛି ନେକ୍ସଟ ଟାଇମ୍ରେ ଆପଣ ଭାତ ଡାଲି ଆଳୁ ଭର୍ତ୍ତା ବନେଇକି ଥରେ ନିହାତି ଖାଇବେ, ଆଉ ସେ ଛୋଟବେଳକୁ ନିହାତି ମନେ ପକାଇବେ।